ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପକୁ ନେଇ ଆସିଲା ବଡ଼ ସୂଚନା। ଭୀଷଣ ରୂପ ନେଇଛି ଲଘୁଚାପ, ଅବପାତରେ ପରିଣତ ହୋଇଛି, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି, ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ତେବେ ବଙ୍ଗୋପସାଗରୀୟ ଉପକୂଳ ଅଞ୍ଚଳ ଓଡ଼ିଶା ଆନ୍ଧ୍ର ଉପକୂଳରୁ ଏହା ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାର ସୂଚନା ରହିଛି। ଘଣ୍ଟା ପ୍ରତି 4 କିଲୋମିଟର ବେଗରେ ଗତି କରୁଛି, 6 ଘଣ୍ଟା ଧରି ଏହିଭଳି ଗତି କରୁଛି ବୋଲି ସୂଚନା ରଖିଛି ପାଣିପାଗ ବିଭାଗ। ତେବେ ଏହା ପୁରୀଠାରୁ 40 କିଲୋମିଟର ଦକ୍ଷିଣରୁ ଦକ୍ଷିଣ ପଶ୍ଚିମ ଦିଗରେ ସକ୍ରିୟ ରହିଛି, ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଛି। ଅବପାତ ରୂପ ନେବା ପରେ ବର୍ଷାର ପରିମାଣ ବଢ଼ିବା ସହ ବିସ୍ତୃତ ଅଞ୍ଚଳରେ ବର୍ଷା ହେଉଛି ଏବଂ ପାଣିପାଗ ବିଭାଗରୁ ଜାରି ସୂଚନା ଅନୁସାରେ ଆଗାମୀ 2ରୁ 3 ଘଣ୍ଟା ମଧ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ଦେଖିବା ପାଇଁ ମିଳିବ ଏବଂ ପ୍ରବଳ ବର୍ଷା ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ଜାରି ରହିବ। ଏନେଇ ସୂଚନା ରଖିଛି ପାଣିପାଗ ବିଭାଗ। ତେବେ ରାଜ୍ୟ ଉପରେ ସୃଷ୍ଟ ଅବପାତ କ୍ଷେତ୍ରର ପ୍ରଭାବ ଦେଖିବା ପାଇଁ ମିଳିଛି। ସାରା ରାଜ୍ୟରେ ବର୍ଷା ଜାରି ରହିଛି। 24 ଘଣ୍ଟାରେ ଆହୁରି ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ। ଏନେଇ 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ନିଶ୍ଚୟ ଜାଣନ୍ତୁ ଆଗାମୀ 24 ଘଣ୍ଟା ମଧ୍ୟରେ କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ, କେଉଁ ସବୁ ଜିଲ୍ଲାମାନଙ୍କୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିନଥିଲେ ଏବେ ହିଁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରି ଘଣ୍ଟି ବଟନକୁ ଦବାନ୍ତୁ ଏବଂ ଭିଡ଼ିଓକୁ ସମସ୍ତଙ୍କୁ ସେୟାର କରନ୍ତୁ। ତ ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ଜାରି ସୂଚନା କହୁଛି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଆହୁରି 2 ଦିନ ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିବ ଲଗାଣ ବର୍ଷା, ଯାହାର ପ୍ରଭାବ ଓଡ଼ିଶାରେ ଦକ୍ଷିଣରେ ଜାରି ରହିବ। ତେବେ ସୃଷ୍ଟ ଲଘୁଚାପ କ୍ଷେତ୍ର ଡିପ୍ରେସନର ରୂପ ନେବା ପରେ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି ବଜାୟ ରଖିଛି ଏବଂ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ପାଇଁ ଗଭୀର ସମୁଦ୍ର ମତ୍ସ୍ୟଜୀବୀଙ୍କୁ ମନା, ବିଶେଷ କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ନିଷେଧ କରିଛି ପାଣିପାଗ କେନ୍ଦ୍ର। ତେବେ ଲଘୁଚାପ ଡିପ୍ରେସନର ରୂପ ନେବା ପରେ ଆଗାମୀ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ଲାଗି ରହିବ ଲଗାଣ ବର୍ଷା। ବର୍ଷାର ବିସ୍ତୃତ ନେଇ ସୂଚନା ଦେଇଛି ବିଭାଗ। 12ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ହେବ ଏବଂ ବାଲେଶ୍ୱର ସମେତ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ଥିବାରୁ ୟେଲୋ ୱାର୍ଣ୍ଣିଂ ନେଇ ସୂଚନା ଦେଇଛି ବିଭାଗ। ସେସବୁ ଜିଲ୍ଲା ହେଉଛି କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। 24 ଘଣ୍ଟାରେ ସମସ୍ତ ଜିଲ୍ଲାମାନଙ୍କର 7ରୁ 11 ସେଣ୍ଟିମିଟର ମଧ୍ୟରେ ପ୍ରବଳ ବର୍ଷାର ସୂଚନା ରହିଛି।